ବାପରେ! ବାହାରେ ଯୋଉ ଥଣ୍ଡା ନା, ଏ ବର୍ଷ ଶୀତଟା ଟିକେ ଅଧିକ ପଡୁଚି। ଆଉ ବେଳକୁ ବେଳ ତାର ପ୍ରକୋପ ମଧ୍ୟ ବଢି ବଢି ଚାଲିଚି, ନା କଣ? ଆଉ ସନ୍ଧ୍ୟା ସମୟରେ ଭୋକ ଲାଗିଲେ ମଧ୍ୟ ପିଲାମାନେ କଣ କେହି ବି ବାହାରକୁ ବାହାରିବା ପାଇଁ ଇଚ୍ଛା କରୁନାହାନ୍ତି। କିନ୍ତୁ ପାଟି ଚାହୁଁଚି କିଛି ଗରମାଗରମ ଆଉ ମଜେଦାର ସ୍ପାଇସି କିଛି ଖାଇବାକୁ। ତ ଚାଲନ୍ତୁ ଆଜି ବନେଇବା एकदम ସ୍ପାଇସି ଆଉ ମଜେଦାର ଭେଜ୍ ମଞ୍ଚୁରିଆନ୍। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଲାଷ୍ଟ ଟାଇମ୍ ମୁଁ ଆପଣମାନଙ୍କ ସାଙ୍ଗରେ ଆଲୁର ମଞ୍ଚୁରିଆନ୍ ସେୟାର କରିଥିଲି, ଆପଣମାନେ ବହୁତ ପସନ୍ଦ କରିଥିଲେ। ସେମିତି ଚାଲନ୍ତୁ, ଏବେ ତ ଫ୍ରେଶ୍ ପରିବା ମିଳୁଛି, ତେଣୁ ଆଜି ଭେଜ୍ ମଞ୍ଚୁରିଆନ୍ ବନେଇବା। ତ ସେଥିପାଇଁ ଏଠି ମୁଁ କିଛି ଭେଜିଟେବଲ୍ସ ନେଇଛି, ଯାହାକୁ ଭଲ ଭାବରେ ଧୋଇକି ସଫା କରିକି ଆଗ ଶୁଖେଇ ନେଇଛି। ଏଇଟା ହେଉଛି ଚପର। ଏଇ ଚପରରେ ମୁଁ ସବୁ ପରିବାକୁ ଚପ୍ କରିକି ରଖିନେଇଛି, ଯେମିତିକି ଫୁଲକୋବି, ବନ୍ଧାକୋବି, ଗାଜର, କ୍ୟାପ୍ସିକମ୍, ସ୍ପ୍ରିଙ୍ଗ ଓନିଅନ୍ ଆଉ ଓନିଅନ୍। ଯଦି ଆପଣଙ୍କ ପାଖରେ ଚପର ନାହିଁ ତାହେଲେ ଆପଣ ଏମିତି ଗ୍ରେଟରରେ ମଧ୍ୟ ଗ୍ରେଟ୍ କରିପାରିବେ। ଯଦି ଗ୍ରେଟର ମଧ୍ୟ ନାହିଁ ତାହେଲେ ନାଇଫରେ ହଉ ବା ପନିକିରେ ହଉ ଖୁବ୍ ପତଲା ପତଲା एकदम ଫାଇନ୍ ଚପ୍ କରିକି, ମାନେ एकदम ପୁରା ପତଲା ପତଲା କରି କାଟିକି ରଖିନେବେ। ଏ ଯେମିତି ମୁଁ ସବୁ ଭେଜିଟେବଲ୍ସକୁ ଏମିତି କାଟିକି ରଖିନେଇଛି। ଏବେ ଗୋଟେ ବଡ଼ ମିକ୍ସିଂ ବାଉଲରେ ସବୁ ପରିବାକୁ ଆମେ ମିକ୍ସ କରିବା, ଯେମିତିକି କ୍ୟାବେଜ, କଲିଫ୍ଲାୱାର, କ୍ୟାରଟ୍ ଓ ଅନିଅନ୍, ମାନେ ପତ୍ତାକୋବି, ଗୋଭି, ପିଆଜ ଆଉ ଗାଜର ଆଉ କିଛି ସ୍ପ୍ରିଙ୍ଗ ଓନିଅନ୍, ଏସବୁକୁ ଭଲ ଭାବରେ ମିକ୍ସ କରିଦେବା। ମିକ୍ସ କରିସାରିଲା ପରେ ମୁଁ ଏଠି ଆଡ଼୍ କରିଛି 1.5 ଟିସ୍ପୁନ୍ ସଲ୍ଟ। ଦେଖନ୍ତୁ ଆପଣଙ୍କର ଯେଉଁ ଅନୁସାରେ ପରିବା ସେ ଅନୁସାରେ ଆପଣ ସଲ୍ଟ ଆଡ଼୍ କରିବେ। ସଲ୍ଟ ଏଇ ଗୋଟିଏ ଟାଇମ୍ ହିଁ ଆଡ଼୍ କରିବାକୁ ପଡ଼ିବ, ନେକ୍ସଟ ଲାଷ୍ଟ ଅନ୍ୟବେଳେ ଆଉ ସଲ୍ଟ ଆଡ଼୍ କରିବାକୁ ପଡ଼ିବ ନାହିଁ। ତେଣୁ ମୁଁ ଏଠି ଯେତିକି ପରିବା ମୋର ସେଇ ଅନୁସାରେ ମୁଁ 1.5 ଟିସ୍ପୁନ୍ ସଲ୍ଟ ଆଡ଼୍ କରିଛି। ହାଫ୍ ଟିସ୍ପୁନ୍ ଚିଲି ପାଉଡ଼ର, ରେଡ୍ ଚିଲି ପାଉଡ଼ର ଆଉ ହାଫ୍ ଟିସ୍ପୁନ୍ ସୋୟା ସସ୍, ଗୋଟେ ବଡ଼ ଟିସ୍ପୁନ୍ ମୁଁ ଏଠି ଜିଞ୍ଜର ଗାର୍ଲିକ୍ ପେଷ୍ଟ ଆଡ଼୍ କରିଛି। ଏସବୁକୁ ଭଲ ଭାବରେ ଏମିତି ମିକ୍ସ କରିବା ଆଉ ହାତରେ ଦଳିବା। ହାତରେ ଦଳିଲେ କ'ଣ ହେବ ନା, ସଲ୍ଟ ପଡ଼ୁଛି, ଆମର ପରିବା ସବୁ ମିକ୍ସ ହେଇକି ନରମ ହେଇଯିବ। ଏ ଦେଖନ୍ତୁ ସେଥିରୁ ପାଣି ବାହାରୁଛି। ଯଦି ଆପଣ ସାଙ୍ଗେ ସାଙ୍ଗେ ପରିବା ଧୋଇକି ସେଇଠି କାଟିବେ ତାହେଲେ ବେଶୀ ପାଣି ବାହାରିବ। ସେଥିପାଇଁ ମୁଁ କହିଥିଲି ପରିବାକୁ ଭଲରେ ଧୋଇକି ଆଗ ଶୁଖେଇ ନେବା, ତାପରେ ଚପ୍ କରିବା। ଏବେ ଯେଉଁ ପାଣି ବାହାରିଛି ସେତିକିରେ ହିଁ ଆମେ ମଇଦା ଆଉ କର୍ଣ୍ଣଫ୍ଲୋର ଆଡ଼୍ କରିବା। ଏଠି ମୁଁ 4 ଟିସ୍ପୁନ୍ ମଇଦା ଆଉ 6 ଟିସ୍ପୁନ୍ ମୁଁ ଆଡ଼୍ କରିଛି କର୍ଣ୍ଣଫ୍ଲୋର। ଯଦି ଆପଣଙ୍କର ଟିକେ ଅଧିକ ପାଣି ବାହାରୁଛି ପରିବାରୁ ତାହେଲେ ଆଉ 2 ଟିସ୍ପୁନ୍ ଆପଣ ମଇଦା ଆଉ 2 ଟିସ୍ପୁନ୍ କର୍ଣ୍ଣଫ୍ଲୋର ଆଡ଼୍ କରିପାରିବେ। ଯେତେବେଳେ ଆପଣ ଏମିତି ହାତରେ ବଲ୍ ତିଆରି କରିବେ, ଗୁଳା ବାନ୍ଧିବେ, ଯଦି ସେ ବାନ୍ଧି ହେଇଗଲା ତାହେଲେ ଜାଣିବେ ଆପଣଙ୍କର ପରିବାରେ ମଇଦା ଆଉ କର୍ଣ୍ଣଫ୍ଲୋରର ପରିମାଣ ସଠିକ୍ ରହିଛି। ଏବେ କଡ଼େଇରେ ଅଏଲ୍ ପୁରା ଗରମ କରିବା, ଡିପ୍ ଫ୍ରାଏ କରିଦେବା। ଆମେ ସବୁ ମଞ୍ଚୁରିଆନ୍ ବଲ୍ ସବୁ ଛୋଟ ଛୋଟ ଏମିତି ବଲ୍ ତିଆରି କରିକି ଡିପ୍ ଫ୍ରାଏ କରିକି ବାହାର କରିନେବା। ସବୁବେଳେ ମଞ୍ଚୁରିଆନ୍ ବଲ୍ ଫ୍ରାଏ କଲାବେଳେ ମନେ ରଖିଥିବେ ଅଏଲ୍ଟା ସବୁବେଳେ ଯେମିତି एकदम ପୁରା ଗରମ ଥିବ। ମିଡ଼ିୟମ୍ କି ଲୋ ଫ୍ଲେମ୍ରେ କେବେ ବି ଅଏଲ୍କୁ ରଖିବେନି। ଅଏଲ୍ ଭଲ ଭାବରେ ଯେତେବେଳେ ଗରମ ହେବ ସେତେବେଳେ ଆପଣ ମଞ୍ଚୁରିଆନ୍ ବଲ୍ ସବୁ ଆଡ଼୍ କରିବେ, ନହେଲେ ସେସବୁ ଫିଟିଯିବ। ଏମିତି କରିକି ଆମେ ସବୁ ମଞ୍ଚୁରିଆନ୍ ବଲ୍ ଗୁଡ଼ାକ ଡିପ୍ ଫ୍ରାଏ କରିକି ରଖିନେବା। ଏବେ ଆଉ ଗୋଟେ ପ୍ୟାନ୍ ନେବା, ପ୍ୟାନ୍ରେ ଗୋଟେ ଚାମଚ ଅଏଲ୍ ଦେବା। ସେଇ ହଟ୍ ଅଏଲ୍ ମଧ୍ୟ ଦେଇପାରିବେ ଆପଣ, ଯେଉଁଥିରେ ଆମେ ମଞ୍ଚୁରିଆନ୍ ବଲ୍ ଫ୍ରାଏ କରିଥିଲେ। ଏବେ ସେଥିରେ ଗୋଟେ ଖଣ୍ଡେ ବଡ଼ ଛୋଟ ଅଦାକୁ एकदम ଫାଇନ୍ ଚପ୍ କରିକି ମୁଁ ଏଠି ଦେଇଛି। 10ରୁ 15ଟା ରସୁଣର କୋଲା, ତାକୁ ଫାଇନ୍ ଚପ୍ କରି ଦେଇଛି। 3-4ଟା ଗ୍ରୀନ୍ ଚିଲି, ତାକୁ ମଧ୍ୟ ଫାଇନ୍ ଚପ୍ କରି ଦେଇଛି। ଗୋଟେ ପିଆଜ ଆଉ ଗୋଟେ କ୍ୟାପ୍ସିକମ୍କୁ एकदम ଛୋଟ ଛୋଟ କରି କାଟିକି ଦେଇକି ହାଇ ଫ୍ଲେମ୍ରେ ମାତ୍ର 1 ମିନିଟ୍ ଆମେ ତାକୁ ସଟେ କରିବା ବା ଭାଜିବା। ଏବେ ଆମେ ମସଲା ଆଡ଼୍ କରିବା। ଲାଷ୍ଟ ଟାଇମ୍ ମୁଁ ଆପଣମାନଙ୍କୁ ସବୁ ପ୍ରକାର ସସ୍ ଆଉ ତାର ମଞ୍ଚୁରିଆନ୍ର ମସଲା ଦେଖେଇ ଦେଇଥିଲି। ଯଦି ଆପଣ ସେମିତି କରିପାରିବେ, ନହେଲେ ସବୁଠୁ ସୁବିଧା ଏମିତି ଭେଜ୍ ମଞ୍ଚୁରିଆନ୍ର ପ୍ୟାକେଟ୍ ମିଳୁଛି। ତାକୁ ପ୍ରଥମେ ଆଗ ବଲ୍ରେ ପାଣିରେ ମିକ୍ସ କରିବେ। ଭଲ ଭାବରେ ମିକ୍ସ କରିସାରିଲା ପରେ ପ୍ୟାନ୍ରେ ଦେଇଦେବା। ଆଉ ଗୋଟେ କପ୍ ପାଣି ଆମେ ଅଧିକ ଦେବା, କାରଣ ଏ ଭେଜ୍ ମଞ୍ଚୁରିଆନ୍ଟା ଟିକେ ସୁପି ଭଳିଆ ରହିବ। ସୁପ୍ ଟାଇପ୍ର ଟିକେ ରହିଲେ
ଖାଇବାକୁ ଭଲ ଲାଗେ। ଏଇଟା ଡ୍ରାଏ ଜମା ଭଲ ଲାଗେନି। ତେଣୁ ଆଉ ଗୋଟେ କପ୍ ପାଣି ଆଡ୍ କରିକି ସାଙ୍ଗେ ସାଙ୍ଗେ ମଞ୍ଚୁରିଆନ୍ ବଲ୍ ସେଥିରେ ଆଡ୍ କରିକି ଆମେ 2 ମିନିଟ୍ ମାତ୍ର ଏପଟ ସେପଟ କରିବା। ମିଶିଗଲା ପରେ ତା ଉପରେ ସ୍ପ୍ରିଙ୍ଗ ଅନିଅନ୍ ଆଉ ହାଫ୍ ଟି ସ୍ପୁନ୍ ଡାର୍କ ସୋୟା ସସ୍ ଆଡ୍ କରିବା। ଦେଖନ୍ତୁ ଡାର୍କ ସୋୟା ସସ୍‌ଟା ଅଲରେଡି ସଲ୍ଟି ଥାଏ। ତେଣୁ ଆପଣ ଆମେ ଯେଉଁ ସଲ୍ଟ ସେଇଥିପାଇଁ ମୁଁ କହିଥିଲି ମାତ୍ର ଥରେ ମାତ୍ର ସଲ୍ଟ ଆଡ୍ କରିବା ଆଉ ଦ୍ୱିତୀୟ ଥର ଆମେ ସଲ୍ଟ ଆଡ୍ କରିବା ନାହିଁ। ଏବେ ଭଲ ଭାବରେ ମିକ୍ସ କରିସାରିଲା ପରେ ଏକଦମ ଗରମା ଗରମ ପୁରା ତାକୁ ଆମେ ସର୍ଭ କରିବା। ସର୍ଭ କରିବା ବେଳେ ତା ଉପରେ ଆଉ ଟିକେ ସ୍ପ୍ରିଙ୍ଗ ଅନିଅନ୍ ଆଉ ଟିକେ ଅନିଅନ୍ ଆମେ ଦେଇକି ଆଡ୍ କରିକି ସର୍ଭ କରିବା। ତ ଫ୍ରେଣ୍ଡସ୍ ନିଶ୍ଚୟ ବନାନ୍ତୁ। ଏବେ ତ ପରିବା ବହୁତ ଶସ୍ତା ମିଳୁଛି। ଆଉ ଖାଆନ୍ତୁ। କେମିତି ଲାଗିଲା ଭିଡ଼ିଓ ମୋତେ କମେଣ୍ଟସ୍ କରିବେ। ଯଦି ଭିଡ଼ିଓ ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ। ଆଉ ଫେସବୁକ୍ ପେଜ୍‌ରେ ଦେଖୁଥିଲେ ଫଲୋ କରିନେବେ। ନେକ୍ସଟ ଭିଡ଼ିଓରେ ଦେଖା ହବ।